ଆଉ ବେଳେବେଳେ ଛତୁ ଦେଖିଦେଲେ କିମ୍ବା ଭାବିଦେଲେ ବି ମୋତେ ଛତୁ ଖାଇବାକୁ ଇଚ୍ଛା ହୁଏ। ସକାଳୁ ସକାଳୁ ଆଙ୍କୁ କହିଲି ଯାଉନ ଟିକେ ଛତୁ ନେଇକି ଆସିବ, ବହୁତ ଖାଇବା ପାଇଁ ଇଚ୍ଛା ହଉଛି। ସିଏ ଗଲେ, କାହିଁକି ନା ମୁଁ ରାତିରେ ଭିଡ଼ିଓ ଦେଖିଦେଇଥିଲି ଭାଇଙ୍କର। ଉଠିକି ଆଙ୍କୁ ଜଲ୍ଦି କହିଲି ସକାଳୁ ସକାଳୁ ନେଇ ଆସ ଯାଇ ଛତୁ। ସିଏ ଯାଇକି ଛତୁ ନେଇ ଆସିଲେ। ଦେଖନ୍ତୁ ମୁଁ ଏବେ ଛତୁରେ ଗୋଟେ ବଢିଆ ଆଇଟମ ବନେଇବି, ଫ୍ରାଏ, ଛତୁ ଫ୍ରାଏ। କାହିଁକି ନା ମୋତେ ତ ଟିକେ ସିମ୍ପଲ ଆଇଟମ ଯୋଉଟା କି ଜଲ୍ଦି ହେଇଯାଉଥିବ ସେଇଟା ବନେଇବା ପାଇଁ ଭଲ ଲାଗେ। ଦେଖନ୍ତୁ ମୁଁ ଖାଲି ଶୁଖିଲା ଲଙ୍କା, ତା ସାଙ୍ଗକୁ କ୍ୟାପ୍ସିକମ, ପିଆଜ ଆଉ ଜିରା ଦେଇକି ଟିକେ ଛତୁକୁ ଭାଜି ନେବି। ଆଗେ ପ୍ରଥମେ ପିଆଜଟାକୁ ଟିକେ ଭାଜି ନେବି ଭଲସେ। ସେଥିରେ ଟିକେ ଟମାଟୋ ବି ଦେଲି। ଦେଖିଲେ ମୋ ଖାଇବାଟା କେମିତି କଲରଫୁଲ ଦେଖାଯାଉଛି। ଦେଖିବେ ତା ବାପା ଆଉ କାହ୍ନା ପୁରା ଖୁସି ହେଇଯିବେ ଖାଇକି। ବନେଇ ସାରିଲା ପରେ ଛତୁ ବି ଏମିତି ବି ସମସ୍ତଙ୍କୁ ପ୍ରାୟତଃ ଭଲ ଲାଗେ। ଆପଣମାନଙ୍କୁ ଭଲ ଲାଗେ କି ନାହିଁ? ବଟମ ଛତୁ, କୁଟା ଛତୁ ଯୋଉଟା କି ପାଳ ଛତୁ ବି କହନ୍ତି। ଆଉ ଆଗରୁ ତ ବାଲି ଛତୁ ମିଳୁଥିଲା, ସେଇଟା ପୁରା ହଜିଗଲାଣି। ଆଉ ଏବେ ବଟମ ଛତୁ ମିଳୁଛି। ତ ଏବେ କୁଟା ଛତୁ ବି ମିଳେ, ତ ମୁଁ ବଟମ ଛତୁରେ ଫ୍ରାଏଟା କରିଥିଲି। ଦେଖନ୍ତୁ ମୋର ତିଆରି ହେଇଗଲା ବଟମ ଛତୁ ଫ୍ରାଏ। ପ୍ରାୟତଃ ଭେଜ ଯୋଉମାନେ ଖାଆନ୍ତି ତାଙ୍କୁ ଛତୁ ବହୁତ ଭଲ ଲାଗେ। ସେମିତି ମୋ ହଜବେଣ୍ଡକୁ ବି ବହୁତ ପସନ୍ଦ ଲାଗେ ଛତୁ, କାହିଁକି ନା ସେ ନନଭେଜ ପ୍ରାୟତଃ ଛାଡ଼ି ଦେଇଛନ୍ତି, ଖାଆନ୍ତିନି। ତେଣୁ ତାଙ୍କୁ ବହୁତ ଛତୁ ପସନ୍ଦ। ତାଙ୍କ ପାଇଁ, ତାଙ୍କ ମନକୁ ଟିକେ ଖୁସି କରିବା ପାଇଁ ମୁଁ ତାଙ୍କ ପାଇଁ ବନେଇଥିଲି ଛତୁ ଫ୍ରାଏ। ଟନ୍ ଟଣା। ଦେଖନ୍ତୁ ହେଇଗଲା ନା ମୋ ଛତୁ ଫ୍ରାଏ। ଖାଲି ପାଟିରେ ବି ଖାଇବାକୁ ଇଚ୍ଛା ହେଲା, ତେଣୁ ନେଇକି ଚାଲିଲି। କଣ କରୁଛ? ଏଇ ନିଅ, ଏଇ ନିଅ। ହେଇଗଲା। ଖାଇକି କହିଲ କେମିତି ଲାଗୁଛି? ଆଗେ କଟି ବାବାର ତାପରେ ମୋର। କେମିତି ଲାଗୁଛି ବାବା? ଟେଷ୍ଟି। କେମିତି ଲାଗୁଛି? ଏକ ନମ୍ବର। ସତ କହୁଛ? ତୁମେ ଥରେ ଟ୍ରାଏ କର। ୱାଓ, ସତରେ ବହୁତ ବଢିଆ ହେଇଛି।